ଦରକାର ବିଏମ ସାର୍ ଆପଣ ଯେ ବିଏମ ସାର୍ ହେଇକି ଯଦି ଏବେ ଜାଣିଛନ୍ତି ନା କଥା କଣ ହେଇଛି ଆପଣ ଜାଣିଛନ୍ତି ସବୁ ଜାଣିଛି ଆପଣ ଭିଡିଓ ବନ୍ଦ କରନ୍ତୁ ଭିଡିଓ ବନ୍ଦ ହବ ନାହିଁ କୌଣସି ପ୍ରକାର ଆପଣ କଥା ହେଇପାରିବେନି ଚାଲ ହବନି ତ ଠିକ ଅଛି ହଉ ଠିକ ଅଛି ଚାଲ ଆପଣ ୟୁଟ୍ୟୁବର ଆପଣ ୟୁଟ୍ୟୁବର ଭାବନ୍ତୁ ଆଚ୍ଛା ଆଚ୍ଛା ଭିଡିଓଟା କଣ କରୁଛୁ ଭିଡିଓଟା ମତେ ଏଇ ଜିନିଷଟା ମତେ ବୁଝେଇ ଦିଅନ୍ତୁ ତାପରେ ଭିଡିଓ ମୁଁ ଭିଡିଓଟା ବନ୍ଦ କରୁ ଭିଡିଓ ବନ୍ଦ କରିବିନି ବା ସେଇ ଦୀପକ ସାର୍ ଦବ ଆଉ କେହି ଦବା ଦରକାର ନାହିଁ ସେ ସାର୍ ତ କହିକି ନଉଛନ୍ତି ସେ ସାର୍ ଦେବେ ନା ଏମିତି କାହିଁକି କରିବୁ ଜଣେ ଯଦି ମୁଁ ଯଦି ନ ଜାଣିଥାନ୍ତି ମୋର ତ ତାହେଲେ 31ଟା କି ଆହୁରି 31ଟା କିସ୍ତି ହେଲାଣି ତମେ ନେଇଥାନ୍ତ ଏମିତିକା ଯଦି ଆମେ ନ ଜାଣିଥାନ୍ତେ ଆମେ ବସି ବସି ଦିଟା ମକା ବିକିନେ 50 ଟଙ୍କା ହବ ଦିନ ରାତି 10ଟା ଯାଇ ବସିନେ ବର୍ଷା ଖରା କାକର ଖାଇନେ ଦିଟା ମକା ବିକିନେ 50 ଟଙ୍କା ହବ ତମେ ଏଇରୁ କଣ ବର୍ଷ ସାରା ପଇସା ନି ଆମେ ଆଉ କାହାକୁ ଏ ଦୁନିଆରେ କାହାକୁ ବିଶ୍ୱାସ କରିବା କଥା ନୁହେଁ ଟେନସନ ହେଇଗଲାଣି ଦେଖି ସାର୍ କି କହିଲେ କି ସାର୍ କହିଲେ ମା ତମେ କେତେ ପଇସା ଦିଅ ମୁଁ କହିଲି 600 ଟଙ୍କା କହିଲା ତମେ ସୁଜିତା ଆଇଛ ନା ମୁଁ ହଁ ସାର୍ ସୁଜି ଦେମି ସବୁ ଆଉ ଭାଇ କହିଛନ୍ତି ସୁଜା ତମକୁ ଚିହ୍ନିଛନ୍ତି ସେ ସାର୍ ଆକା ସବୁ ବିଏମ ସାର୍ ବି ବିଏମ ସାର୍ କି ନାହିଁ କିନ୍ତୁ ଗୋଟେ ମ୍ୟାଡାମ ଗୋଟେ ସାର୍ ବସିଥିଲେ ସେଠି ସେ ତତେ ଜାଣିଲେ କେରେ ମତେ ଦେଖିଛନ୍ତି ଭିଡିଓ କହିଲେ ମା ତମକୁ କେଠି ଗୋଟେ ଦେଖିଛି ହଉ ଦେଇ କହିଲେ ଡିକେ ଭାଇ ତାଙ୍କ ୱାଇଫ କି ମୁଁ କହିଲି ହଁ ଦେଇକି ସେ କହିଲେ କେତେ ଟଙ୍କା କିସ୍ତି ମତେ ଖୋଜିଲେ ସେ କହିଲେ ଏଇ ମା ତ କାଲି କାଗଜ କାଢି ନେଇଥିଲେ ମୁଁ କହିଲି ହଁ ଏଇ କାଗଜଟା ହେଇ ଖାଲି ଶୁଣନ୍ତୁ ସାଙ୍ଗମାନେ ମୁଁ କହୁଛି ଗୀତାର କଥା ପୁରା ସରୁ ତାପରେ ମୁଁ କହୁଛି କଣ ହେଇଛି ମୁଁ କହିଲି ସାର୍ ଏଇଟା 1 ନମ୍ବର ଗ୍ରୁପ୍ ତ ସେଥିପାଇଁ ମୁଁ ଭାବିନି ବୋଧେ ଏଇଟା ମୋର ନୁହେଁ ମୁଁ କିନ୍ତୁ 600 ଟଙ୍କା କିସ୍ତି ଦଉଛୁ ମୁଁ 600 ଟଙ୍କା କିସ୍ତି ଦଉଛୁ ଏଟାର ପଡୁଛି 550 ଏଟାର ପଡୁଛି 550 ଓହୋ ତାହେଲେ ତୁ ଦେଇ ସାରିଲାଣି ଆମେ କେତେଟା କହିଲେ 44ଟା କିସ୍ତି ଦେଇ ସାରିଲାଣି ସାର୍ କହିଲେ ଦେଇକି କହିଲେ ତମେ କାହାକୁ ଦିଅ ମୁଁ କହିଲି ମୋ ମାଉସୀ ଶାଶୁକୁ ଦିଏ କିନ୍ତୁ ସାର୍ ବି କାଲି କହିଛନ୍ତି ମୋତେ 600 ଟଙ୍କା ସାର୍ ହଁ ମୁଁ କହିଲି ମୋତେ ସାର୍ ବି କାଲି କହିଛନ୍ତି 600 ଟଙ୍କା ଦେଇକି କହିଲେ ମୁଁ କହିଲି ହଁ କିଏ ସାର୍ ଆସିକି ନିଅନ୍ତି ଦୀପକ ସାର୍ ସେଇ ଯେ ବାଙ୍ଗରା ହେଇକି ସାର୍ ସିଏ ତାପରେ କହିଲେ ହଉ ତାଙ୍କୁ ଫୋନ ମାରିକି ତାଙ୍କର କଥା ହେଇଛନ୍ତି ସାର୍ ଆକା ମୁଁ ତ ପଳେଇ ଆସିଲି ମାନେ ବୁଝିପାରିଲିନି ଘଟଣା କି ମୋର ଆକ୍ଚୁଆଲି କିସ୍ତି 550 ଆଚ୍ଛା ମୋ ପାଖରୁ ନେଇ ଚାଇଲେଣି ଏଠି 44ଟା କିସ୍ତି 600 ଟଙ୍କା ଲେଖା ସାର୍ ସେଠୁ ହିସାବ କରିଦେଲେ 50 ଟଙ୍କା ଲେଖା ହେନେ ଏଇଠି ତ ତମ ନେଇ ସାଇଲେଣି ଏରକ ହିସାବ କରିଦେଲେ କେତେ ଟଙ୍କା ତୁ ଜାଣିଲୁ କେରକ ଯେ ଏମିତି ହେଇଛି ବୋଲି ମୁଁ ପରେ ଆଜି ସୁଜିତ ଦେଇଥିଲି କିସ୍ତି ମୁଁ କହିନି ମା ଜାଣିଛି ନା ବାବଦକୁ ନା ହେଁ ହଁ ନା ମା ମୁଁ ପରେ ଆଜି ସୁଜିତ ଦେଇଥିଲି କିସ୍ତି ତୁ ଜାଣିଛୁ ନା ଜାଣିନୁ 550 ଟଙ୍କା କିସ୍ତି ସିଏ କିସ୍ସାଟା ଜାଣିବୁ ଜାଣିବି କେରୁ ମା ଜାଣିଛନ୍ତି ନା ହଁ କହ ମୋର 550 ଟଙ୍କା କିସ୍ତି ମୋ ପାଖରୁ 600 ଟଙ୍କା ଲେଖା ନେଉଛନ୍ତି କେନ୍ଦ୍ର ଏସ୍କେସ୍ ର ମୁଁ ଆଜି 18,000 ଟଙ୍କା ନେଇକି ଯାଇଥିଲି ସୁଜିତେ ମୁଁ କହିଲି ସୁଜି ଦବା ଆଉ ଏତେ ସେଟା ସପ୍ତାହକିଆ ଦେଇକି ମୁଁ ନେଇ ପଇସା କେତେ ଦବୁ ସପ୍ତାହକିଆ ପଇସା ପଇସା ମୁଁ କାଲି ଯାଇଥିଲି ସେ ସାର୍ଙ୍କୁ ପଚାରିଲି ସାର୍ କେତେ ଟଙ୍କା ମୋର କିସ୍ତି ନା 600 ଟଙ୍କା ମୁଁ 600 ଟଙ୍କା ସାର୍ ଜାଣିନେଲେ କହିଲେ ଦୀପକ ସାର୍ ପାଇକିଆ କିଏ ଦୀପକ ସାର୍ ସେ କଥା କହିଲୁ ନା ମୁଁ କହିଛି ନା ମୁଁ କାଇଁ କହିବି ସେ ସାର୍ ଜାଣିନେଲେ ସେଠି ଦୀପକ ସାର୍ ଯାଆନ୍ତି ତ ସାର୍ ବି କାଲି ମତେ 600 ଟଙ୍କା କହିଛନ୍ତି ଯଦି ମାଉସୀ ତାର ନ ଜାଣିଥିବ ସାର୍ ତ ତାଙ୍କର ଇଏ କରୁଛନ୍ତି ଏଇଠି କଥା ଧରା ପଡିଲା ନା ମୁଁ ଯାଇଥିଲି ସୁଜି ଦେ ମୁଁ ଏକାଥର ସୁଜି ଦେମି ସାର୍ ତ ଏଇଟା କାଗଜ କାଢିକି ଦେଇଦେଲେ 550 ମୁଁ କହିଲି ନା ସାର୍ କେତେଟା କିସ୍ତି ମୁଁ ଫେର କହିନି ମୁଁ କହିଲି ସାର୍ ଏଟା ମୋର ହେଇନଥିବ ତମେ ମୋ ଆଧାର କାର୍ଡ ଆକା ଦେଖି ମାର କାହିଁକି ନା ସେଟାର ରଶ୍ମିତା ମହାନ୍ତି ଏଠି 2-3ଟା ଅଛନ୍ତି ତମେ ମୋ ଆଧାର କାର୍ଡ ଆକା ଆଙ୍କୁ ଆଧାର କାର୍ଡ ନେଇକି ଭଲସେ ଚେକିଂ କରନ୍ତୁ କାହିଁକି ନା ସେଟାର ବହୁତ ଗୁଡା ରଶ୍ମିତା ମହାନ୍ତି ଅଛି ତମେ ଭଲସେ ନା ଦେଖନ୍ତୁ ସାର୍ କହିଲେ ହଉ ତମ ଆଧାର କାର୍ଡ ଆକା କାଢିକି ଦିଅ ଆଧାର କାର୍ଡ କହିଲେ ହଁ ବିଏମ ସାର୍ ସେ କାଢିକି 60 କହିଦେଲେ ନା ତମର 550 ସେଟା ତ ଗୋଟିଏ ରଶ୍ମିତା 550 ଆହୁରି 50 ସେ ସାର୍ ନା କଣ ନା କଣ ଦୀପକ ବେହେରା ସେ ଏଇ ବୁଧବାର ଦିନ ଆସୁ ଏଇ ବୁଧବାର ଦିନ ଆସୁ ତା ବିଚାର କରୁ ସେ ବିଏମ ସାର୍ ଙ୍କ ନମ୍ବର ଅଛି ନା ମୋ ପାଖରେ ନାହିଁ ଆଉ କାହା ପାଖରେ ମିଳିବ ମାଉସୀ ପାଖରୁ ବୋଧେ ମିଳିଯିବ କି ତା ସାଙ୍ଗମାନେ ଏଇଠୁ ଆପଣ ମାନେ ବିଚାର କରନ୍ତୁ ମାନେ କେମିତିକା ଲୋକ ହଉଛୁ ମାନେ ମାରନ୍ତି ଟାଉଟର ମାନେ କେତେ ଆମେ ଆଜ୍ଞା ଟୋଟାଲି ଆଉ ମୁଁ ଆଉ କାଇଁ ସୁଜିଲିନି ପଳେଇ ଆଇଲି ପଇସା ନେଇକି ପଳେଇ ଆଇଲି ଆଉ କାଇଁ ସୁଜିବି ମୁଁ ଆଉ କେତେଟା ରହିଲା ଆହୁରି ମୋର 31ଟା କିସ୍ତି ଅଛି ମୁଁ ଆଉ କାଇଁ ସୁଜିବି ପଇସା ଆମକୁ ତ ରିଟର୍ନ ଦେବେ ସେ ଆହୁରି ପଇସା ରିଟର୍ନ ଦେଇ ସାରନ୍ତେ କେତେଟା କିସ୍ତି ସେ ନେଇଛନ୍ତି ଏଇ ସପ୍ତାହର ଦବ ପଇସା
ଦବୁନି ଆମର ସେଇ ପଇସାର ଫେରସ୍ତ କରିକି କାଲି ସେଥିପାଇଁ ମୁଁ ଗ୍ରୁପକୁ ଯାଇଥିଲି ମୁଁ କହିଲି କେତେଟା କିସ୍ତି ରହିଲା ପଚାରି ଆସେ ସେଇ ଅନୁସାରେ କାଲି ପଇସା ନେଇକି ଚାଲିଯିବେ ସୁଜି ଦେଇ ଆସିବି କାହିଁକି ନା ସପ୍ତାହିଆ ଦେଇ ହଉନି 600 ମୁଣ୍ଡ ଖରାପ ହେଇଯିବ ମୁଁ ଏକାଥରେ ଦେଇଦେବି ସରିଯିବ ଘର କାମ ହବ ସେତେବେଳକୁ ପଇସା ରହିବନି ସପ୍ତାହକୁ ଦେଇପାରିବନି ପଇସା ଜଣା ପଡିଯାଏ। ଏବେ କିସ କରିବା ସେଇ ଦୀପକ ସାର୍ ମା ତୁ ଯେଟା କହିବୁ ମୁଁ ସେଇଟା ମାନିବି। ସେ ଦୀପକ ସାର୍ ଆସନ୍ତି ଆସିଲେ ଆମେ ପଚାରିବା ଆମେ ତ ସିଏ ପା ତାଙ୍କୁ ଫୋନ ମାରିକି ବିଏମ ସାର୍ କହିଦେଇଛନ୍ତି। ସାର୍ ତ କହିବେ ନିହାତି ତାଙ୍କର ଯେଟା ସେ ଦୀପକ ସାର୍ ସେ ସାର୍ ତ ଆସିଲେ ସଞ୍ଜ ବେଳକୁ ତ ତାଙ୍କର ପଚାରିବେ ତାଙ୍କର ହଉଛି 550 ଟଙ୍କା ତମେ କି 600 ଟଙ୍କା କାଲି ମୁଁ ଯାଇଥିଲି ମତେ କହିନି ମତେ ଇଏ ଦେଖାও ମତେ କହିଲେ ବିଲ୍ ନା ରସିଦ ସେଇଠି ଗୋଟେ ଅଛି କାଗଜଟେ ଆଚ୍ଛା ମତେ କହିଲେ କାଲକୁଲେଟର ମାରି ଦେଖେଇଦେଲେ 600 ଇଣ୍ଟୁ 31ଟା କିସ୍ତି ଅଛି କହିଲେ 18,600 ଟଙ୍କା ତମକୁ ଛାଡ ହବ ଆଉ 18,000 ଟଙ୍କା ତମେ ଦବ ଏଇଭଳିଆ ତ ମା ଦାନା ଯେ କେତେ ଲୋକଙ୍କ ପାଖରେ ସେ ଏମିତି ମାରିକି ନଉଥିବେ ମାନିବନି ମାନେ ଏମିତିକା ମାନେ ମୁଁ ଖଟି ଆଣିବି କିନ୍ତୁ ଲୋକ ଦେଖନ୍ତି କେମିତିଆ ମାରୁଛନ୍ତି। ଦୀପକ ସାର୍ ସେଇ ଦୀପକ ସାର୍ ଦବ ଆଉ କେହି ଦବା ଦରକାର ନାହିଁ ସେ ସାର୍ ତ କହିକି ନଉଛନ୍ତି ସେ ସାର୍ ଦେବେ ନା ଏମିତି କାହିଁକି କରିବୁ ଯଦି ମୁଁ ଯଦି ନ ଜାଣିଥାନ୍ତି ମୋର ତ ତାହେଲେ 31ଟା ଆହୁରି 31ଟା କିସ୍ତି ହେଲାଣି ତମେ ନେଇଥାନ୍ତ ଏମିତିକା ଯଦି ଆମେ ନ ଜାଣିଥାନ୍ତେ ଆମର ଏଟା ଖଟିକି ଅଣାଉଛି ପଇସା ଆମର କେଠି ଚୋରି କରିକି ଆଣିନା ଯେ ତମେ ଏରକ ନବ ସାର୍ ଆସିଛ ମା ଡାକୁଛ ଏଇ ଲୋକ ତମେ ମାରିକି ନବ ନା ସିଏ ତ ଜାଣତେ ଏଇଭଳିଆ ତ କେତେ ଝିଅ ମାନେ ଟୋଟାଲି ଜାଣି ନଥିବେ ସେ ତ ଏଇଭଳିଆ ବହୁତ ନଉଥିବେ ସେମାନଙ୍କ ପାଖରେ ଭାବୁଛ ତମେ ମା ଡାକୁଛ ଆମ ବୋଧେ ଆମକୁ ମାନେ ଇଏ କରୁଛ ତମେ ତ ଆମରି ପାଖରୁ ମାରିକି ଖାଉଛ ସିଏ ମୋ ପାଖକୁ ବି ଦିନେ ଯାଇଥିଲା ହଁ ସେଇ ସାର୍ କହିଲେ ଯେ ଆମେ ଯାଉ ସାର୍ ବହୁତ ଭଲ ମାନେ ବାଙ୍ଗରା ହେଇକି ଟିକେ ବାଙ୍ଗରା ହେଇକି ଆମ ଭାଇ ଭଳିଆ ଦେଖାଯାଏ ମୁଁ କହିଲି ବହୁତ ଭଲ ମୁଁ ମୋର ମିସିଂ ଭଳିଆ ସାର୍ଟା ମୁଁ ଜାଣିନଥିଲି ଯେ ସାର୍ ପଇସା କମ ନେଇକି ତାଙ୍କ ନାଁ କଣ ଦୀପକ ବେହେରା ନାଇଁ ମୋ ପାଖକୁ ବି ଦିନେ ଯାଇଥିଲା ବହୁତ ଭଲ ଦୀପକ ସାର୍ କଣ କଲ ତୁମେ ମତେ ବହୁତ ଭଲ ସାର୍ ମୁଁ ଆଉ ଜାଣିଛି ନା ଏତେ କାଶ ଦେଇଥିବ ସାଙ୍ଗମାନେ ଏଇଭଳିଆ ଠକାମିର ଶିକାର ଆଉ କିଏ କିଏ ହେଇଛନ୍ତି ଟିକେ ନିହାତି କମେଣ୍ଟ ବକ୍ସ ରେ କମେଣ୍ଟ କରିଦେବେ। ଦିଟା ମକା ବିକିନେ 50 ଟଙ୍କା ହବ ପୁରା ରାଗିକି ଫାୟାର 10ଟା ଯାଇ ବସିନେ ବର୍ଷା ଖରା କାକର ଖାଇନେ ଦିଟା ମକା ବିକିନେ 50 ଟଙ୍କା ହବ ତମେ ଏଇରୁ କଣ ବର୍ଷ ସାରା ପଇସା ନି ଆମେ ଆଉ କାହାକୁ ଏଇ ଦୁନିଆରେ କାହାକୁ ବିଶ୍ୱାସ କରିବା କଥା ନୁହେଁ ମାନେ ମୁଁ ତ ସାଙ୍ଗମାନେ ଟୋଟାଲି ଆଜ୍ଞା ମୁଁ ତ ଦିନେ ମୁଁ ମାତ୍ର ସେ ସାର୍ଙ୍କୁ ଦେଖିଛି ଦୋକାନ ପାଖକୁ ଯାଇଥିଲେ ମକା ଖାଇବା ପାଇଁ ମତେ କହିଲେ ଯେ କେହି ଆଉ ମୁଁ ଆପଣଙ୍କ ଭିଡ଼ିଓ ଦେଖେ ଆମ ଗ୍ରୁପ ପଇସା ଆପଣଙ୍କ ଘରକୁ ଯାଉ ମୁଁ କହିଲି ବଢିଆ ସାର୍ଟେ ଦୀପକ ସାର୍ କଣ କଲ ଯଦି ସାଙ୍ଗମାନେ ମୁଁ ଦୀପକ ସାର୍ଙ୍କ ଫଟୋ ପାଇଥିବି ତ ମୁଁ ନିହାତି ଡାଣ ସାଇଡରେ ଲଗେଇଦେବି ତ ଦୀପକ ସାର୍ ଆପଣମାନେ ଟିକେ ଦେଖି ନିଅନ୍ତୁ ଏଭଳିଆ ଚୋର ଡକାଇତି ଟାଉଟର ଲୋକମାନଙ୍କୁ କେତେ ଟଙ୍କା ଦଉଛୁ 550 ନା 600 ତାଙ୍କର ସେଇ ହିସାବର କେତେଟା କିସ୍ତି ହଉଛୁ ସେଇଟା ସେ ପଇସା ତୁ ଦବୁନି ସେ ବିଏମ ସାର୍ ପାଖରେ କହିବୁ ସାର୍ ମୋର 2200 ଟଙ୍କା ଗଲେ କିଛି କିତା କହିବୁନି ପଳେଇ ଆସିବୁ ମୁଁ ଯେବେ କିଛି କହିଲିନି ପଳେଇ ଯାଇନି ନା ହେଇ ଏବେ ଶୁଣ ମା ତମ ପୁଅ କହିଲେ ଗୀତା ତୁ ଯାଇକି ସେଠି କିଛି କହିବୁନି ମୁଁ କହିଲି ହଉ ମୁଁ ବି ଏତେ କଜିଆ ମଜିଆ କରିତେ ମତେ ଭଲ ଲାଗେନି ମୁଁ କହିଲି ହଉ ପଳେଇ ଯାଏ କିଛି ମୁଁ କହିଲିନି ଖାଲି ପଳେଇ ଆସିନି ସେଇ 2200 ଟଙ୍କା ସାଙ୍ଗମାନେ ମୁଁ ଆପଣମାନଙ୍କ ଉପରେ ଛାଡ଼ିଦେଲି ମତେ କୁହନ୍ତୁ ଏମିତିଆ ଲୋକଙ୍କୁ କଣ କରିବା ଦରକାର ନା ଗୀତା ହେଇ ଗୀତା ମୋ କଥା ଟିକେ ଶୁଣ ରାଗିକି ପୁରା ରାଗି ହଉ ଶୁଣୁ ଟିକେ ରହିଯା ଖାଲି ଇଏ ସବୁ ରାଗି ଗଲେ ଏଇ ଶୁଣ ଏବେ ହଉଛି ଆମେ ତ କିଛି କରିବାନି ଆମେ ଯେହେତୁ ଆମର ଏତେ ବଡ଼ ଫ୍ୟାମିଲି ଅଛନ୍ତି ଏତେ ସାରା ଲୋକ ଆମକୁ ଭଲ ପାଉଛନ୍ତି ତ କ'ଣ ଆମେ ଏଇଟାରେ ଡିସିସନ୍ ନେବା ସାର୍ଙ୍କୁ କ'ଣ କରିବା କ'ଣ ନାହିଁ ସେଇଟା ହେଉଛି ଆପଣମାନଙ୍କ ଉପରେ ଛାଡ଼ିଦେଲୁ ନା କ'ଣ ଗୀତା ଆପଣମାନେ ଯାହା ବି ଡିସିସନ୍ ନେବେ ଏଭଳିଆ ଲୋକଙ୍କୁ କ'ଣ କରିବା ଦରକାର ଯାହା କହିବେ ମୁଁ କହୁଛି ନିହାତି ସେ ଡିସିସନ୍ ମୁଁ ନେବି ତ ରହିଲି ଜଣାପଡ଼ିବ ତାପରେ କ'ଣ ହେଉଛି କ'ଣ ନାହିଁ ଆଉ ରାଗନି ସମସ୍ତେ ତ ଜାଣିଗଲେଣି ଭାଇ ଭଉଣୀ ମାନେ ସେଇମାନେ ହିଁ ଡିସିସନ୍ ଦେବେ।